ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆରେ 76ତମ ସାଧାରଣତଃ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ପ୍ୟାରେଡ୍ ପରିଦର୍ଶନ କରିବା ପରେ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା। ପରେ ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ ଦେବା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, ତହସିଲଦାର ହରେକୃଷ୍ଣ ବରିହା, ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ, ଆଇସି ପଦ୍ମାଲୟା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ପରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଓ ଶ୍ରେଷ୍ଠତା ଲାଭ କରିଥିବା ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ଡାକ୍ତର, ସମାଜସେବୀ, ଅଗ୍ରଣୀ ଚାଷୀ, ଶିକ୍ଷକ, ଅଗ୍ନିଶମ, ସ୍ୱଚ୍ଛ ଗ୍ରାମ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ଶ୍ରେଷ୍ଠ ହୋଇଥିବା 11 ଜଣ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ପଦକ ଦେଇ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହୁଥିବା ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପରିଷଦ ସଦସ୍ୟ ରବୀନ୍ଦ୍ର ପ୍ରସାଦ ଦାନୀ, ସତ୍ୟପ୍ରିୟ ମହାପାତ୍ର, ଜିତେନ୍ଦ୍ର ମୁଦୁଲି ଏବଂ ଅବଦୁଲ ଗୁଲାମ କାଦିର ପ୍ରମୁଖ ସାମ୍ବାଦିକମାନଙ୍କୁ ଫୁଲତୋଡ଼ା ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଏପିଓ ମନୋଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଜମନକିରାରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। ଜମନକିରା ବ୍ଲକରେ ଆମେ 76ତମ ଗଣତନ୍ତ୍ର ଦିବସ ପାଳନ କଲେ। ଏଥିରେ ଆମେ ସବୁ ବର୍ଗର ଲୋକଙ୍କୁ ଇନଭଲ୍ଭ କରିଥିଲେ। ଆମର ପ୍ରାୟତଃ 15ରୁ 20ଟା ସ୍କୁଲର ପିଲାମାନେ ପ୍ୟାରେଡ୍ରେ ଭାଗ ନେଇଥିଲେ, 5ଟା କଲଚରାଲ ଟ୍ରୁପ୍ସ ଭାଗ ନେଇଥିଲେ ଏବଂ ଏଥିରେ ଆମେ ସମସ୍ତଙ୍କୁ ଇନଭଲ୍ଭ କରିଥିଲୁ। ଆମର ଗଣମାଧ୍ୟମର ବନ୍ଧୁମାନେ ତଥା ସ୍କୁଲ କଲେଜର ପ୍ରିନ୍ସିପାଲ, ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତଙ୍କର ଅବଦାନ ରହିଛି ତଥା ବ୍ଲକର କର୍ମଚାରୀ, ପଞ୍ଚାୟତର କର୍ମଚାରୀ ସମସ୍ତଙ୍କର ଅବଦାନ ରହିଛି। ଆମେ ଚାହିଁଥିଲୁ ଯେ 12ଟା ଫିଲ୍ଡରୁ ଯେଉଁମାନେ ଭଲ ଭଲ କାମ କରିଛନ୍ତି, ସପୋଜ କୃଷି, ଶିକ୍ଷା, ମେଡ଼ିକାଲ, ସାଧାରଣ ଲୋକଙ୍କୁ ସେବା ଯୋଗାଇବା, ଏହିପରି ଆମେ 12ଟି ଫିଲ୍ଡରେ ଆମେ ତାଙ୍କୁ ପୁରସ୍କୃତ କରିଥିଲୁ। ଆମର ପ୍ରୟାସ ରହିଛି ଯେ ଜମନକିରା ବ୍ଲକକୁ ଆମେ କିପରି ବିକଶିତ ବ୍ଲକ ଭାବରେ ପରିଚିତ କରାଇପାରିବା, ସେଇଟା ହେଉଛି ଆମର ଉଦ୍ଦେଶ୍ୟ ରହିଛି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।